ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ତରଫରୁ ଆଉ ଏକ ବଡ଼ ଯୋଜନା ଆସିଲା। ତେବେ ଗରିବ ଶ୍ରମିକ ପରିବାରଙ୍କ ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଯୋଜନାଗୁଡ଼ିକ ମଧ୍ୟରୁ ଇ ଶ୍ରମ ଯୋଜନା ହେଉଛି ଅନ୍ୟତମ। ଏହି ଯୋଜନାର ଲକ୍ଷ୍ୟ ହେଉଛି ଦୈନିକ ମଜୁରୀ କିମ୍ବା ଛୋଟ କାମ ଉପରେ ନିର୍ଭର କରୁଥିବା ଲୋକଙ୍କୁ ସହାୟତା ପ୍ରଦାନ କରିବା। ତେବେ ନିର୍ମାଣ ଶ୍ରମିକ, ଘରୋଇ ସହାୟକ, କୃଷି ଶ୍ରମିକ, ରିକ୍ସା ଚାଳକ, ଗାଡ଼ି ଚାଳକ, ମତ୍ସ୍ୟଜୀବୀ ଏବଂ ଅନ୍ୟାନ୍ୟ ଛୋଟ ଶ୍ରମିକ ଏହି ଯୋଜନାର ମୁଖ୍ୟ ହିତାଧିକାରୀ। ଏହି ଯୋଜନା ଅଧୀନରେ ପ୍ରଦାନ କରାଯାଉଥିବା ଆର୍ଥିକ ସହାୟତା କିଛି ଆଶ୍ୱସ୍ତି ପ୍ରଦାନ କରୁଛି, ବିଶେଷ କରି ଯେଉଁମାନଙ୍କର ଜୀବିକା ସମ୍ପୂର୍ଣ୍ଣ ଭାବରେ ଦୈନିକ ରୋଜଗାର ଉପରେ ନିର୍ଭର କରେ। ଏହି ଇ ଶ୍ରମ ଯୋଜନା ହେଉଛି କ'ଣ? ଯେଉଁ ଶ୍ରମିକମାନେ ସଫଳତାର ସହ ଇ ଶ୍ରମ ପୋର୍ଟାଲରେ ପଞ୍ଜୀକରଣ କରିଛନ୍ତି ସେମାନଙ୍କୁ ପର୍ଯ୍ୟାୟକ୍ରମେ 1500 ଟଙ୍କା ଆର୍ଥିକ ସହାୟତା ମିଳିବ। ଏହି ରାଶିକୁ ପ୍ରତ୍ୟକ୍ଷ ଲାଭ ସ୍ଥାନାନ୍ତର ଡିବିଟ୍ ମାଧ୍ୟମରେ ସେମାନଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରାଯାଉଛି। ଏହି ରାଶି ଅନେକ ରାଜ୍ୟରେ ପହଞ୍ଚିବା ଆରମ୍ଭ ହୋଇଛି ଏବଂ ଅନ୍ୟ ରାଜ୍ୟରେ ଦେୟ ପ୍ରକ୍ରିୟା ଜାରି ରହିଛି। ଯେଉଁମାନେ ଏପର୍ଯ୍ୟନ୍ତ ଏହି ଟଙ୍କା ପାଇନାହାନ୍ତି ସେମାନେ ସହଜରେ ସେମାନଙ୍କର ପଞ୍ଜୀକରଣ ସ୍ଥିତି ଏବଂ ଦେୟ ସ୍ଥିତି ଅନଲାଇନରେ ଯାଞ୍ଚ କରିପାରିବେ। ସରକାର ଏଥିପାଇଁ ଏକ ୱେବସାଇଟ୍ ଏବଂ ମୋବାଇଲ ଆପ୍ଲିକେସନ ମଧ୍ୟ ପ୍ରଦାନ କରିଛନ୍ତି। ଏହି ଇ ଶ୍ରମ କାର୍ଡର ଲାଭ ହେଉଛି ଯେ ଶ୍ରମିକମାନଙ୍କୁ କେବଳ ଆର୍ଥିକ ସହାୟତା ନୁହେଁ ବରଂ ଅନ୍ୟାନ୍ୟ ଅନେକ ସୁବିଧା ମଧ୍ୟ ପ୍ରଦାନ କରୁଛି, ଯାହାକି 60 ବର୍ଷ ବୟସ ପରେ ମାସିକ 3000 ଟଙ୍କାର ପେନ୍ସନ୍, ଦୁର୍ଘଟଣାରେ ମୃତ୍ୟୁ କ୍ଷେତ୍ରରେ 2 ଲକ୍ଷ ବୀମା କଭରେଜ, ଆଂଶିକ ଅକ୍ଷମତା କ୍ଷେତ୍ରରେ 1 ଲକ୍ଷ ସହାୟତା, ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ 1 ଲକ୍ଷ ମାଗଣା ସ୍ୱାସ୍ଥ୍ୟ ସେବା, ରାସନ କାର୍ଡ, ଉଜ୍ଜ୍ୱଳା ଯୋଜନା ଏବଂ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଭଳି ଅନ୍ୟାନ୍ୟ ଯୋଜନା ସହିତ ଯୋଡ଼ି ହେବାର ସୁବିଧା ମଧ୍ୟ ରହିଛି। ଏହି ଯୋଜନାର ଲାଭ ପାଇବା ପାଇଁ ଆପଣମାନଙ୍କର ବୟସ 16ରୁ 59 ବର୍ଷ ମଧ୍ୟରେ ହେବା ଆବଶ୍ୟକ। ଶ୍ରମିକ ଅସଂଗଠିତ କ୍ଷେତ୍ରରେ ନିଯୁକ୍ତି ପାଇଥିବା ଆବଶ୍ୟକ ଏବଂ ମାସିକ ଆୟ 15,000 ଟଙ୍କାରୁ କମ୍ ହେବା ଆବଶ୍ୟକ। ଆଧାର କାର୍ଡ ଏବଂ ବ୍ୟାଙ୍କ ଆକାଉଣ୍ଟ ବାଧ୍ୟତାମୂଳକ। ମୋବାଇଲ ନମ୍ବର ଆଧାର ସହିତ ଲିଙ୍କ ହେବା ଆବଶ୍ୟକ। ଯଦି ଆପଣ ଏହି ପର୍ଯ୍ୟନ୍ତ ଏହି ଯୋଜନାରେ ଯୋଗ ଦେଇନାହାନ୍ତି ତେବେ ଆପଣମାନଙ୍କୁ ନିକଟସ୍ଥ ସିଏସ୍ସି କେନ୍ଦ୍ରକୁ ଯାଇ ପଞ୍ଜୀକରଣ କରିପାରିବେ। ସିଏସ୍ସି ଅପରେଟର ଆପଣଙ୍କର ବିବରଣୀ ସଂଗ୍ରହ କରିବେ, ପଞ୍ଜୀକରଣ ସମାପ୍ତ କରିବେ ଏବଂ ତୁରନ୍ତ ଆପଣଙ୍କୁ ଏହି ଇ ଶ୍ରମ କାର୍ଡ ପ୍ରଦାନ କରିବେ। ଏହି ପ୍ରକ୍ରିୟା ପାଇଁ 20ରୁ 50 ଟଙ୍କା ପର୍ଯ୍ୟନ୍ତ ଏକ ନାମମାତ୍ର ଶୁଳ୍କ ନିଆଯାଇପାରେ। ଆପଣଙ୍କର ଆଧାର କାର୍ଡ, ବ୍ୟାଙ୍କ ପାସବୁକ୍ ଏବଂ ମୋବାଇଲ ନମ୍ବର ଆବଶ୍ୟକ। ପଞ୍ଜୀକରଣ ପରେ ଶ୍ରମିକ କାର୍ଡଧାରୀମାନଙ୍କୁ ଏକ 12 ଅଙ୍କ ନମ୍ବର ପ୍ରଦାନ କରାଯାଏ, ଯାହା ସେମାନଙ୍କୁ ଭବିଷ୍ୟତରେ ବିଭିନ୍ନ ସରକାରୀ ଯୋଜନା ପାଇବାରେ ସାହାଯ୍ୟ କରିବ। ଏହି ପ୍ରକ୍ରିୟାର କୌଣସି ଯୋଗ୍ୟ ଶ୍ରମିକ ବାଦ ନ ପଡ଼ନ୍ତୁ ତାହା ନିଶ୍ଚିତ କରିବା ପାଇଁ ସରକାର ସମସ୍ତ ଜିଲ୍ଲାରେ ସିଏସ୍ସି କେନ୍ଦ୍ର ସଂଖ୍ୟା ବୃଦ୍ଧି କରିଛନ୍ତି। ତ ଏ ଥିଲା ଇ ଶ୍ରମ କାର୍ଡଧାରୀଙ୍କ ପାଇଁ ଗୋଟେ ଛୋଟ ଇନଫର୍ମେସନ୍। ଯଦି ଆପଣମାନେ ଏହି ପର୍ଯ୍ୟନ୍ତ ଇ ଶ୍ରମ କାର୍ଡ କରିନାହାନ୍ତି ତେବେ ତୁରନ୍ତ ଗୋଟେ ଇ ଶ୍ରମ କାର୍ଡ କରିନିଅନ୍ତୁ, ଯାହାଦ୍ୱାରା ଆପଣମାନଙ୍କୁ ମାସିକ 1500 ଟଙ୍କା ଆପଣଙ୍କ ଖାତାକୁ ଆସିବ ଏବଂ 2 ଲକ୍ଷ ଟଙ୍କାର ବୀମା କଭରେଜ ମଧ୍ୟ ଆପଣମାନେ ପାଇପାରିବେ। ଆପଣମାନେ ଏହି ଇ ଶ୍ରମ କାର୍ଡ କରିଛନ୍ତି କି ନାହିଁ କମେଣ୍ଟରେ ଜଣାଇବେ। ଭିଡ଼ିଓକୁ ଲାଇକ୍ କରିବେ। ଚ୍ୟାନେଲ ସହିତ ଯୋଡ଼ି ହୋଇ ରହିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ରଖିଥିବେ।